ଏଇଟା ଗୋଟେ ଚିତ୍ତରଞ୍ଜନ ରାଉତ ଯୋଉ ଥିଲେ ଏକ୍ସ ସରପଞ୍ଚ ଥିଲେ ବନଗାଁର ତାଙ୍କର ଯୋଉ ବହୁତ ଚର୍ଚ୍ଚିତ ମର୍ଡର କେସ୍ ଯୋଉ କହୁଛନ୍ତି ଏବଂ ସେନ୍ସେସନାଲ ମର୍ଡର କେସ୍ ଥିଲା ଯୋଉ କ୍ଲାଏଣ୍ଟ 12 ତାରିଖ ରାତିରେ ଫେଟଫୁଲ ଡେ ନାଇଟରେ ଏଇଟା ହେଇଥିଲା। ତାଙ୍କୁ ଯେତେବେଳେ ସେ ଫେରୁଥିଲେ ତାଙ୍କର ବାଇକରେ ତିନି ଜଣ ଏକ୍ୟୁଜ ତାଙ୍କୁ କଲ୍ କରିକି ଡକେଇଥିଲେ ଡ୍ରିଙ୍କସ୍ କରିବା ପାଇଁ ଗୋଟେ ପଡ଼ିଆକୁ। ସେ ପଡ଼ିଆରେ ଡ୍ରିଙ୍କସ୍ କଲା ପରେ ଗୋଟେ କ୍ଲେଭର ନାଇଫ୍ ର ସହାୟତାରେ ତାର ପଛପଟରୁ ସେମାନେ 3 ଚୋଟ ତାଙ୍କୁ ପକେଇଥିଲେ ସ୍ପଟରେ। ସ୍ପଟରେ ତାଙ୍କର ଡେଥ୍ ହେଇଗଲା ପରେ ବାଇକ୍, ମୋବାଇଲ ଫୋନ ଆଉ ତାଙ୍କର ଚପଲ ଏଇଟା ଗୋଟେ ଅଲଗା ଜାଗାରେ ନେଇକି ଫିଙ୍ଗି ଦେଇଥିଲେ। ଏଇ କେସେସର ଇନଭେଷ୍ଟିଗେସନ ଯେତେବେଳେ ଆମ ପାଖକୁ ଆସିଲା ଏଇଟା କ୍ଲୁଲେସ୍ ଥିଲା ଆଉ ବହୁତ ଡିଫିକଲ୍ଟ କେସ୍ ଥିଲା। ପୁଲିସ ପାଖରେ କିଛି ନଥିଲା, ଜଷ୍ଟ ଆମକୁ ଖବର ଆସିଥିଲା ଡେଡ୍ ବଡି ଅଛି ବୋଲି, ମର୍ଡର କେସ୍ ହେଇଛି। ସେତେବେଳକୁ ଜଣା ପଡୁନଥିଲା ମର୍ଡର ହେଇଛି କି ନାହିଁ ମୋତେ। ତ ତାର ଇନଭେଷ୍ଟିଗେସନ ଥୋରୋଲି କଲା ପରେ ଆମର ଇନିସିଆଲି 3 ଜଣ ଏକ୍ୟୁଜ୍ଡ ଆମର ଆଇଡେଣ୍ଟିଫାଇ ଆମେ କରିକି ତାଙ୍କୁ ଉଠେଇଥିଲୁ। ତାଙ୍କର ଇଣ୍ଟରୋଗେସନ ସାଇଣ୍ଟିଫିକ ଟେକ୍ନିକରେ କଲା ପରେ ତାଙ୍କର ବେସ୍ଡ ଅନ୍ ଦ ଷ୍ଟେଟମେଣ୍ଟରେ ଆମେ ପୁଣି ସ୍ପଟ ଟିମ୍ ଯୋଉ ଯାଇକିରି ଆମର 3ଟା ଟିମ୍ ଗଠନ କରିଥିଲୁ। ସ୍ପଟକୁ ଆମେ ଗଲା ପରେ ରିକ୍ରିଏସନ କରିଥିଲୁ ସିନ୍ ଅଫ କ୍ରାଇମକୁ ଆଉଥରେ, ଏବଂ ସେଇଠୁ ଆମେ ଆଇଡେଣ୍ଟିଫାଇ କରିଥିଲୁ କି ହ୍ୱାଟ ୱିଲ୍ ବି ଦ ଲାଇକ୍ କଜ୍ ଅଫ୍ ଦ ଡେଥ୍, କଣ ସିଚୁଏସନ ହେଇଥିବ। ତ ସ୍ପଟରୁ କିଛି ଦୂର ପାଖରେ ତାର ଯୋଉ ୱେପନ୍ ଅଫ ଅଫେନ୍ସଟା ମଧ୍ୟ ରିକଭରି ହେଇଥିଲା ଏଇ କେସେସରେ। ପୋଷ୍ଟମର୍ଟମ ରିପୋର୍ଟରେ ଇଞ୍ଜୁରୀ ରିପୋର୍ଟକୁ ବେସ୍ କରିକି ଏବଂ ଆଲକୋହଲର ଯୋଉ ଅଛି ତାର ଆମାଉଣ୍ଟ, ସେଇଠୁ ଆରମ୍ଭ କରିକି ଆମ ତଦନ୍ତ ଆରମ୍ଭ ହେଇଥିଲା। ତଦନ୍ତରେ ଆମର ଯୋଉ 3 ଜଣ ଏକ୍ୟୁଜ ଫାଷ୍ଟ ଆମେ କରିଥିଲୁ ବାଦଲ କୁମାର ସାମଲ, ସରୋଜ କୁମାର ସାହୁ और प्रशांत राउत। ये 3 ଜଣଙ୍କୁ ଫାଷ୍ଟ ଉଠିଥିଲେ। ଆଉ ତାର ମେନ୍ ଏକ୍ୟୁଜ ଦେଇଥିଲା କନସ୍ପାଇରେଟର ଯୋଉ ମେନ୍ କନସ୍ପାଇରେସି କରିଥିଲେ ଧୁମା। ତ ଧୁମାର ତାଙ୍କର ଯୋଉ ଡିସ୍ପ୍ୟୁଟ ଥିଲା ଫାଇନାନ୍ସିଆଲ ରିକରିଂ ଲସେସର, ତାକୁ ବେସ୍ କରିକି ସେମାନେ ତାଙ୍କୁ ଆଟାକ୍ କରିଥିଲେ। ତାଙ୍କର ବ୍ୟବସାୟରେ ଲସ୍ ହଉଥିଲା। ସାର୍ ସେ ଧୁମା ମାନିଲା କି ଯେ ସୁପାରି କିଲିଂ ହେଇଥିଲା ବୋଲି? ସେଟା ଡିଟେଲ ତଦନ୍ତରେ ଆସିଯାଇଛି। ଅଲରେଡି 40,000 ରୁପିସ୍ ବାଦଲକୁ ଅଲରେଡି ପେଡ୍ କରାଯାଇଥିଲା। ୱିଥ୍ କଣ୍ଟ୍ରାକ୍ଟ 2.5 ଲାख ଦେଇଥିଲା କଣ୍ଟ୍ରାକ୍ଟ, ବାକିଟା ପଛରେ ମିଳିବ ବୋଲିକି। ସେଟା ଇନଭେଷ୍ଟିଗେସନରେ ଅଲରେଡି ଆସିଛି। 40,000 ରୁପିସ୍ ଏଟିଏମ୍ ରୁ ବାହାର କରିକି ମଧ୍ୟ ତାଙ୍କୁ ପେଡ୍ ହେଇକି ତାଙ୍କୁ ହାୟର କରାଯାଇଥିଲା ଏଲିମିନେଟ୍ ଆମର ଡିସିଜନ୍। ଘଟଣା ଯେତେବେଳେ ଘଟିଲା ସେତେବେଳେ ସାର୍ କିଏ ଆଗେ ପ୍ରଥମେ ଆଟାକ୍ କଲା ବା କିଏ ତାକୁ ଫୋନ୍ କରି ଡାକିଲା? ସରୋଜ କୁମାର ସାହୁ। ସରୋଜ କୁମାର ସାହୁ ଫାଷ୍ଟ ଆସଲ ଥିଲା। ସାର୍ ଯୋଉ ଜାଗାରେ ଆପଣ ଜବତ କଲେ କାଲି ସେଇ ଜାଗାରେ ମର୍ଡର ହେଇଛି ନା ଆଉ ଅନ୍ୟ ଜାଗାରେ ମର୍ଡର ହେଇଛି? ମାନେ ମର୍ଡର ଯୋଉଠି ହେଇଛି ସ୍ପଟଟା ଯୋଉଠି ବଡିଟା ମିଳିଛି, ତାପରେ ଯୋଉ ଅଲଗା ଜାଗା ମାନଙ୍କରେ ଯୋଉ ୱେପନ୍ ଅଫ ଅଫେନ୍ସ ଏବଂ ତାଙ୍କର ମୋବାଇଲ ଫୋନ ଆଉ ଚପଲ ଏଗୁଡାକ ଦୁସରା ଜାଗାରୁ ଇଣ୍ଟ୍ରୋଗେସନ କଲା ପରେ ଏକ୍ୟୁଜ ମାନଙ୍କର ଷ୍টেটমেন্ট ବେସିସରେ ତାକୁ ରେସ୍କ୍ୟୁ। ସାର୍ ଆପଣ ବିଜନେସ ରିଲେଟେଡ ଥିଲା ମର୍ଡର, ଯଦି ଆପଣ ଡିସିଜ କହିବେ ଆଉ ମେନ୍ ଆକ୍ୟୁଜ କହିବେ ତାଙ୍କ ସହିତ କୌଣସି ବିଜନେସ ରିଲେସନ ଥିଲା କି? ବିଜନେସ ରିଲେଟେଡ ସିମେଣ୍ଟ ପ୍ରତିବନ୍ଧକ ଥିଲା? नो ସିମେଣ୍ଟ ଆଣ୍ଡ ଆଇରନ୍ ରଡ୍, ସିମେଣ୍ଟ ଆଣ୍ଡ ଆଇରନ୍ ରଡ୍କୁ ନେଇକିରି ସେମାନଙ୍କର ଭିତରେ ବିଜନେସରେ ତାଙ୍କର ଲସ୍ ହଉଥିଲା। ଏବେ ମେନ୍ ଏକ୍ୟୁଜ ମେନ୍ ଯିଏ ଅଛନ୍ତି କନସ୍ପାଇରେଟର ଯିଏ ଅଛି, ତେଣୁ ସେ ଚାହୁଁଥିଲେ ତାଙ୍କୁ ଏଲିମିନେଟ୍ କରିଦେଲେ। ୟୁ ୱିଲ୍ ରନ୍ ହି ବିଜନେସ୍ ସାର୍ ଆଉ ଗୋଟେ ଅଭିଯୋଗ ହଉଛି ଯେହେତୁ ସେ ଯୋଉ ଧୁମା ରିସେଣ୍ଟଲି ଏବେ ବିଜେଡି ଛାଡିକି ବିଜେପି ଜଏନ୍ କରିଲା, ପଲିଟିକାଲ ରନ୍ କରୁଛି। ପଲିଟିକାଲ ଗ୍ରାଉଣ୍ଡସ୍ କିଛି ନାହିଁ, ଟୋଟାଲ କ୍ରିମିନାଲ ଗ୍ରାଉଣ୍ଡରେ ଏଟା ହେଇଛି। ଏଣ୍ଡ ୱିଥ୍ ସାଇଣ୍ଟିଫିକ ଟେକ୍ନୋଲୋଜି ଇଣ୍ଟ୍ରୋଗେସନ ଏଣ୍ଡ କମ୍ପ୍ଲିଟଲି ଟେକ୍ନିକାଲ ଇଣ୍ଟେଲିଜେନ୍ସ ବେସ୍ଡ ଅଛି। ସାର୍ ଏଇ ମର୍ଡର କେସରେ କେବଳ 4 ଜଣ ସମ୍ପୃକ୍ତ ନା ଆଉ କିଛି ସାର୍ ଅଛନ୍ତି? ଏବେ ଫିଲହାଲ 4 ପିପୁଲ ଅଲରେଡି 3 ଜଣ ଆରେଷ୍ଟ ହେଇଛନ୍ତି କନସ୍ପାଇରେଟର ସହିତ। ଏବେ 4 ପିପୁଲଙ୍କର ରୋଲ ଏଥିରେ ଆସୁଛି। ଫର୍ଦର ଇନଭେଷ୍ଟିଗେସନ ହବ। ଆଉ 9:15 ନାଇଟ୍ 12 ସମୟରେ ଯେହେତୁ ଚଲାର ରାସ୍ତା ଲୋକଙ୍କୁ ଯିବା ଆସିବା ରାସ୍ତା, ସେ ସେମିତି ପାଖକୁ ସାଇଡ୍ କି ସେତେବେଳେ କିଛି ବି ଆଇ ୱିଟନେସ୍ ପାଖରେ ନଥିଲେ। ଯେହେତୁ ଗୋଟେ ପ୍ରୋଗ୍ରାମ ଚାଲିଥିଲା ସେଇ ଗାଁ ପାଖରେ, ଇଏ ତାଙ୍କ ଘରକୁ ଯାଇଥିଲେ ବାଇକରେ, ଘରରୁ ବାଇକରେ ଯାଇକି ସେ ଫେରୁଥିଲେ ପୁଣି ବେକଅପ୍, ତେଣୁ ବାଟରେ କେହି ଦେଖିନାହାନ୍ତି। ସାର୍ ଆକ୍ୟୁଜ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପୋଲିସର ମେନ୍ କ୍ଲୁ କ'ଣ ଥିଲା? ସେଇଟା କମନ ସେନ୍ସ ଥିଲା। ଆମର ପୋଷ୍ଟମର୍ଟମ ରିପୋର୍ଟରେ ଯେହେତୁ ଆଲକୋହଲର ଥିଲା ସମ୍ ଆମାଉଣ୍ଟସ୍, ତ ସେଇଠୁ ପୁଲିସ ତାକୁ କମନ ସେନ୍ସ ୟୁଜ୍ କରିକି ଇନଭେଷ୍ଟିଗେଟିଭ ସ୍କିଲ୍ ୟୁଜ୍ କରିକି ଆମେ ଭାବିଲୁ କି କାହା ସହିତ ବସିକି ପିଉଥିବ ଧରନ୍ତି କି କାହା ସହିତ ରେଗୁଲାରଲି ସେ ବସିକି ପିଆ ପିଇ କରନ୍ତି। ଦ୍ୟାଟ୍ ଇଜ ଦ ବ୍ରେକିଂ ପଏଣ୍ଟ। ସାର୍ ଧାନକୁ ନେଇ ନା ରଡ୍କୁ ନେଇ? ସିମେଣ୍ଟ ଥିଲା, ଦେନ୍ ଆଇରନ୍ ରଡ୍ସ ଥିଲା, ଦେନ୍ ପେଡି ପ୍ରୋକ୍ୟୁରମେଣ୍ଟରେ ବି ଅବଷ୍ଟାକଲ୍ ଥିଲା ତାଙ୍କ ବିଜନେସ ପାଇଁ। ବିଜନେସରେ ଲସ୍ ହଉଥିଲା ତାଙ୍କର ବିକଜ ଅଫ୍ କମ୍ପିଟିସନ। ମାଧ୍ୟମ କ'ଣ କରାଯାଇଥିଲା ଆଉ ଗୋଟେ ଜାଗାକୁ ନେଇଥିଲେ କେମିତି? ଗୋଟେ ବାଇକରେ ହିଁ ନେଇଥିଲେ। ପଲ୍ସର ବାଇକଟା ଥିଲା ଡିସିଜଙ୍କର, ଗୋଟେ ବ୍ଲାକ୍ କଲର, और ଗ୍ଲାମର ବାଇକରେ ଥିଲେ 21%।